ପିଲାମାନେ ଆଜି ଆମେ ପଢ଼ିବା ଓଡ଼ିଆ ମିଡ଼ିୟମ୍ ନବମ ଶ୍ରେଣୀ ବିଜ୍ଞାନ ବହିର ସପ୍ତମ ଅଧ୍ୟାୟ ମହାକର୍ଷଣ ଗ୍ରାଭିଟେସନ୍ ଏହି ବିଷୟରେ ଅଭ୍ୟାସ କାର୍ଯ୍ୟ ଦେଖିବା। ଦେଖ ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର 1 ନମ୍ବର। ଦୁଇଟି ବସ୍ତୁ ମଧ୍ୟରେ ଥିବା ଦୂରତାକୁ ଅଧା କରିଦେଲେ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣରେ କି ପରିବର୍ତ୍ତନ ହୁଏ? ଉତ୍ତର ମନେକର ଦୁଇଟି ବସ୍ତୁର ବସ୍ତୁତ୍ୱ m1 ଏକକ ଓ m2 ଏକକ ହେଉ। ସେମାନଙ୍କ ମଧ୍ୟରେ ଦୂରତା କେତେ ହେବ? 2d ଏକକ ଓ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ F1। ନ୍ୟୁଟନଙ୍କ ମହାକର୍ଷଣ ନିୟମ ଅନୁଯାୟୀ ଦୁଇଟି ବସ୍ତୁ ମଧ୍ୟରେ ଥିବା ଆକର୍ଷଣ ବଳର ପରିମାଣ F1 ହେଲା G(m1m2)/2d²। G ମହାକର୍ଷଣ ଜନିତ ଧ୍ରୁବାଙ୍କ, G(m1m2)/4d², 1/4 G(m1m2)/d²। ବର୍ତ୍ତମାନ ବସ୍ତୁଦ୍ୱୟର ମଧ୍ୟବର୍ତ୍ତୀ ଦୂରତାକୁ ଅଧା କରିଦେଲେ ଦୂରତା ହେବ d ଏକକ। ଦୂରତା କେତେ ହେବ? d ଏକକ। ଅତଏବ F2 ହେଲା G(m1m2)/d²। F2 ହେଲା ବସ୍ତୁଦ୍ୱୟ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ। F2 ହେଲା G(m1m2)/d², 4 × G(m1m2)/4d², 4F1। ଅତଏବ ଦୁଇଟି ବସ୍ତୁ ମଧ୍ୟରେ ଥିବା ଦୂରତାକୁ ଅଧା କରିଦେଲେ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ 4 ଗୁଣ ହେବ। ବୁଝିହେଲା? 2 ନମ୍ବର ପ୍ରଶ୍ନ। ପୃଥିବୀ ପୃଷ୍ଠରେ ଥିବା ଏକକ କିଗ୍ରା ବସ୍ତୁତ୍ୱ ବିଶିଷ୍ଟ ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳର ପରିମାଣ କେତେ? ପୃଥିବୀ ବସ୍ତୁତ୍ୱ 6 × 10⁻24 କିଗ୍ରା ଓ ବ୍ୟାସାର୍ଦ୍ଧ 6.4 × 10⁻16 ମିଟର। ଏଠାରେ ଏକ ବସ୍ତୁର ବସ୍ତୁତ୍ୱ m1 ହେଲା 1 kg, ପୃଥିବୀର ବସ୍ତୁତ୍ୱ m ହେଲା 6 × 10⁻24 kg, ପୃଥିବୀର ବ୍ୟାସାର୍ଦ୍ଧ r ହେଲା 6.4 × 10⁻6, ମହାକର୍ଷଣୀୟ ଧ୍ରୁବାଙ୍କ g ହେଲା 6.7 × 10⁻11 n m²/kg²। ଯାতে ମହାକର୍ଷଣୀୟ ବଳର ପରିମାଣ F ହେଲା G(m)r², 6.7 × 10⁻11 n m²/kg² × 1 kg × 6 × 10⁻24 kg by 6.4 × 10⁻6 × 6.4 × 10⁻6 m²। ଅର୍ଥାତ୍ 6.7 × 6 × 10⁻13 n m² by 6.4 × 10⁻12 m², 40.2 6 × 10⁻n କେତେ ଯିବଟା 40200/4096 n 9.8 ନ୍ୟୁଟନ। ଆନ୍ସର କେତେ ହେଲା? ମତେ ମହାକର୍ଷଣ ବଳର ପରିମାଣ 9.8 ନ୍ୟୁଟନ। 3 ନମ୍ବର ପ୍ରଶ୍ନ। ପୃଥିବୀ ଚନ୍ଦ୍ରକୁ ଯେତିକି ବଳରେ ଆକର୍ଷଣ କରେ ଚନ୍ଦ୍ର ପୃଥିବୀକୁ ସେତିକି ବଳରେ ଆକର୍ଷଣ କରେ କି? କାରଣ ସହ ବୁଝାଅ। ଉତ୍ତର ମନେକର ଚନ୍ଦ୍ରର ବସ୍ତୁତ୍ୱ m1, ପୃଥିବୀର ବସ୍ତୁତ୍ୱ m2, ସେମାନଙ୍କ କେନ୍ଦ୍ର ମଧ୍ୟରେ ବ୍ୟବଧାନ r, ମହାକର୍ଷଣ ଜନିତ ଧ୍ରୁବାଙ୍କ g। ମହାକର୍ଷଣ ବଳର ନିୟମ ଅନୁଯାୟୀ F ବଳରେ ଚନ୍ଦ୍ର ପୃଥିବୀକୁ ଆକର୍ଷଣ କରିବ ଅର୍ଥାତ୍ F ହେଲା G(m1m2)/r²। F ବଳରେ ଥିବା ପୃଥିବୀ ଚନ୍ଦ୍ରକୁ ଆକର୍ଷଣ କରିବ ଅର୍ଥାତ୍ F ହେଲା G(m1m2)/r²। ତେଣୁ ଉଭୟ ବଳର ପରିମାଣ ସମାନ ଅର୍ଥାତ୍ ପୃଥିବୀ ଚନ୍ଦ୍ରକୁ ଯେତିକି ଆକର୍ଷଣ କରେ ଚନ୍ଦ୍ର ପୃଥିବୀକୁ ସେତିକି ବଳରେ ଆକର୍ଷଣ କରିବ। ବୁଝିହେଲା? 4 ନମ୍ବର। ଯଦି ଚନ୍ଦ୍ର ପୃଥିବୀକୁ ଆକର୍ଷଣ କରେ ତେବେ ପୃଥିବୀ ଚନ୍ଦ୍ର ଆଡ଼କୁ ଗତି କରେ ନାହିଁ କାହିଁକି? ଚନ୍ଦ୍ର ପୃଥିବୀକୁ ଆକର୍ଷଣ କରିବା ସଙ୍ଗେ ସଙ୍ଗେ ପୃଥିବୀ ମଧ୍ୟ ଚନ୍ଦ୍ରକୁ ଆକର୍ଷଣ କରେ। ଚନ୍ଦ୍ର ତୁଳନାରେ ପୃଥିବୀର ବସ୍ତୁତ୍ୱ ବହୁତ ଅଧିକ, ତେଣୁ ପୃଥିବୀଠାରେ ଖୁବ୍ କମ୍ ପରିମାଣର ତ୍ୱରଣ ଉତ୍ପନ୍ନ ହୁଏ ଯାହା ଜାଣି ହୁଏ ନାହିଁ, ଫଳରେ ପୃଥିବୀ ଚନ୍ଦ୍ର ଆଡ଼କୁ ଗତି କରେ ନାହିଁ। ତାପରେ ପ୍ରଶ୍ନ। ଦୁଇଟି ବସ୍ତୁ ମଧ୍ୟରେ ଆକର୍ଷଣ ବଳ ନିମ୍ନଲିଖିତ ପରିସ୍ଥିତିରେ କିପରି ପରିବର୍ତ୍ତିତ ହେବ? ଉତ୍ତର ଯଦି ଗୋଟିଏ ବସ୍ତୁର ବସ୍ତୁତ୍ୱ ଦ୍ୱିଗୁଣିତ ହୁଏ। ସେକେଣ୍ଡ ଯଦି ବସ୍ତୁଦ୍ୱୟ ମଧ୍ୟରେ ଥିବା ଦୂରତା ତ୍ରିଗୁଣିତ ହୁଏ। ଥାର୍ଡ଼ ଉଭୟ ବସ୍ତୁର ବସ୍ତୁତ୍ୱ ଦ୍ୱିଗୁଣିତ ହୁଏ। ଉଭୟ ବସ୍ତୁର ବସ୍ତୁତ୍ୱ ଦ୍ୱିଗୁଣିତ ହେବ ଏବଂ ସେମାନଙ୍କ ମଧ୍ୟରେ ଥିବା ଦୂରତା ମଧ୍ୟ ଦ୍ୱିଗୁଣିତ ହେବ। ବୁଝିହେଲା? ଉତ୍ତର ମନେକର ପ୍ରଥମ ବସ୍ତୁର ବସ୍ତୁତ୍ୱ m1 ହେଲା m1 kg, ଦ୍ୱିତୀୟ ବସ୍ତୁର ବସ୍ତୁତ୍ୱ m2 kg। ତେଣୁ ବସ୍ତୁଦ୍ୱୟ ମଧ୍ୟରେ ବ୍ୟବଧାନ r। ନ୍ୟୁଟନଙ୍କ ମହାକର୍ଷଣ ନିୟମ ଅନୁଯାୟୀ ବସ୍ତୁଦ୍ୱୟ ମଧ୍ୟରେ ଆକର୍ଷଣ ବଳ F ହେଲା F = G(m1m2)/r²। ତାହେଲେ ଦେଖ I କ'ଣ ହେବ? ଯଦି ଗୋଟିଏ ବସ୍ତୁର ଦ୍ୱିଗୁଣିତ ଅର୍ଥାତ୍ m1 ହେଲା 2m1, F1 ହେଲା G(2m1m2)/r², 2G(m1m2)/r² = 2F। ଅର୍ଥାତ୍ ଗୋଟିଏ ବସ୍ତୁର ବସ୍ତୁତ୍ୱ ଦ୍ୱିଗୁଣିତ ହେଲେ ଅର୍ଥାତ୍ ଆକର୍ଷଣ ବଳର ପରିମାଣ ମଧ୍ୟ ଦ୍ୱିଗୁଣିତ ହେବ। ସେକେଣ୍ଡ ଯଦି ବସ୍ତୁଦ୍ୱୟ ମଧ୍ୟରେ ଦୂରତା ତ୍ରିଗୁଣିତ ହେବ ତେବେ ଦୂରତା କେତେ ହେବ? r ହେଲା 3r। ଅର୍ଥାତ୍ ଗୋଟିଏ ବସ୍ତୁର ବସ୍ତୁତ୍ୱ ଦ୍ୱିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ମଧ୍ୟ ଦ୍ୱିଗୁଣିତ ହେବ। ସେକେଣ୍ଡ ଯଦି ବସ୍ତୁଦ୍ୱୟ ମଧ୍ୟରେ ଦୂରତା ତ୍ରିଗୁଣିତ ହେବ ତେବେ r ହେଲା 3r। ଯଦି ଉଭୟ ବସ୍ତୁର ବସ୍ତୁତ୍ୱ ଦ୍ୱିଗୁଣିତ ହେବ ତେବେ m1 ହେଲା 2m1, m2 ହେଲା 2m2, ହେଲେ F3 କେତେ ହେବ? G(m1m2)/r², G × 2m1m1 × 2m2/r², 4G(m1m2)/r² = 4F।
କ'ଣ ହେବ 4g m1 m2 r² = 4f ଅର୍ଥାତ୍ ଉଭୟ ବସ୍ତୁର ବସ୍ତୁ ଦ୍ୱିଗୁଣିତ ହେଲେ ଆକର୍ଷଣ ପୂର୍ବ ବଳର 4 ଗୁଣ ହେବ। ଆଇ ବି କ'ଣ ଯଦି ଉଭୟ ବସ୍ତୁର ବସ୍ତୁ ଦ୍ୱିଗୁଣିତ ହେବ ଏବଂ ଦୂରତା ମଧ୍ୟ ଦ୍ୱିଗୁଣିତ ହେବ ତେବେ m1 ହେଲା 2m1 m2 ହେଲା 2m2 r ହେଲା 2r। f4 କ'ଣ ହେବ g 2m1 m1 into 2m2/2r² g = 4m1 m2/4r² g into m1 m2/r² = f। ଅର୍ଥାତ୍ ଉଭୟ ବସ୍ତୁର ବସ୍ତୁ ଦ୍ୱିଗୁଣିତ ହେଲେ ବସ୍ତୁ ଦ୍ୱୟ ମଧ୍ୟ ଦୂରତା ଦ୍ୱିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ପୂର୍ବ ବଳ ସହ ସମାନ ହେବ। 6 ପ୍ରଶ୍ନ ମହାକର୍ଷଣ ବଳର ନିୟମର ଗୁରୁତ୍ୱ କ'ଣ? ଉତ୍ତର ମହାକର୍ଷଣ ବଳର ନିୟମର ଗୁରୁତ୍ୱ ହେଲା ଏହି ବଳ ଯୋଗୁଁ ଆମ୍ଭେମାନେ ପୃଥିବୀ ପୃଷ୍ଠରେ ଅବସ୍ଥାନ କରୁଛୁ। ଏହି ବଳ ଯୋଗୁଁ ସୂର୍ଯ୍ୟ ଚାରିପଟେ ଗ୍ରହମାନେ ପୃଥିବୀ ଚାରିପଟେ ଚନ୍ଦ୍ର ଆରୋହ କରୁଛି। ଚନ୍ଦ୍ର ଓ ସୂର୍ଯ୍ୟ ଯୋଗୁଁ ଜ୍ୱର ସୃଷ୍ଟି ହେଉଛି। 7 ପ୍ରଶ୍ନ ମୁକ୍ତ ପତନରେ ବସ୍ତୁର ତ୍ୱରଣ କେତେ ହେବ? ଉତ୍ତର ବାୟୁ ମଧ୍ୟରେ ବସ୍ତୁଟିଏ ଗତି କଲାବେଳେ କିମ୍ବା ଖସିଲା ବେଳେ ବାୟୁର ପ୍ରତିରୋଧ ବଳ ନଗଣ୍ୟ ହୁଏ। ତେଣୁ ବସ୍ତୁଟିଏ ତଳକୁ ଖସିଲା ବେଳେ ତାହା କେବଳ ପୃଥିବୀର ମହାକର୍ଷଣ ବଳ ଯୋଗୁଁ ଖସେ। ବସ୍ତୁର ଏ ପ୍ରକାର ଗତିକୁ ମୁକ୍ତ ପତନ କୁହାଯାଏ। ସେକେଣ୍ଡ ମୁକ୍ତ ପତନ ବେଳେ ବସ୍ତୁର ତ୍ୱରଣ ପୃଥିବୀର ଆକର୍ଷଣ ବା ମାଧ୍ୟାକର୍ଷଣ ଯୋଗୁଁ ଜାତ ହୋଇଥାଏ। ତେଣୁ ଏହାକୁ ମାଧ୍ୟାକର୍ଷଣ ଜନିତ ତ୍ୱରଣ କୁହାଯାଏ ଓ g ଦ୍ୱାରା ସୂଚିତ ହୁଏ। ଅର୍ଥାତ୍ ମୁକ୍ତ ପତନରେ ବସ୍ତୁର ତ୍ୱରଣ କେତେ ହେବ? g ର ମୂଲ୍ୟ 9.8 m/s²। 8 ନମ୍ବର ପ୍ରଶ୍ନ ପୃଥିବୀ ଓ ଯେକୌଣସି ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳକୁ କ'ଣ କୁହାଯାଏ? ଉତ୍ତର ପୃଥିବୀ ଓ ଯେକୌଣସି ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳକୁ ଓଜନ କୁହାଯାଏ। କ'ଣ କୁହାଯାଏ? ଓଜନ। 9 ନମ୍ବର ପ୍ରଶ୍ନ ରାମ ଦକ୍ଷିଣ ମେରୁଠାରୁ 5 ଗ୍ରାମ ଓଜନର ସୁନା କିଣିଲା। ବିଷୁବବୃତ୍ତଠାରେ ସେ ସେହି ସୁନା ତା ସାଙ୍ଗକୁ ଦେଲା। ସାଙ୍ଗ ଜଣକ ସୁନାର ଓଜନ ସହ ସମ୍ମତ ହେବ କି ନାହିଁ? ଯଦି ହୁଏ ତାହେଲେ କାହିଁକି? ଉତ୍ତର ଦକ୍ଷିଣ ମେରୁଠାରେ 5 ଗ୍ରାମ ସୁନାର ଓଜନ w ହେଲା mc 5 ଗ୍ରାମ × 983.2 cm/s²। 4916 ବିଷୁବ ବୃତ୍ତଠାରେ 5 ଗ୍ରାମ ସୁନାର ଓଜନ w ହେଲା mc 5 ଗ୍ରାମ × 978 cm/s²। 4890 ଥିଲା। ଅତଏବ ମେରୁ ଅପେକ୍ଷା ବିଷୁବ ବୃତ୍ତଠାରେ ସୁନାର ଓଜନ କମ୍ ହେବ। ତେଣୁ ବନ୍ଧୁ ଜଣକ ସୁନାର ଓଜନ ସହ ସମ୍ମତ ହେବ ନାହିଁ। ବୁଝିହେଲା?